ଥରେ ଗୋटे ଜଙ୍ଗଲରେ ଏକ ଛୋଟ ଟିକି ଚଢ଼େଇ ଦାନା ଖୋଜୁଥିଲା। କିଛି ସମୟ ପରେ ସେ ଗୋଟେ ଛୋଟ ଶୁଲାର ଦାନା ପାଇଲା। ସେ ତା ଦାନାକୁ ଥଣ୍ଟରେ ଧରି ଗୋଟେ କାଠ ଗଣ୍ଡି ଉପରେ ବସିଲା। ସେ ଖାଇବାକୁ ଯିବା ସମୟରେ ତା ଥଣ୍ଟରୁ ଦାନା ଖସି କାଠ ଭିତରକୁ ଚାଲିଗଲା। କାଠରୁ ଦାନା ବାହାର କରିବା ପାଇଁ ଟିକି ଚଢ଼େଇ ବହୁତ ସମୟ ଚେଷ୍ଟା କଲା, ହେଲେ ପାରିଲାନି। ଶେଷରେ ସେ ନିରାଶ ହେଇ ଜଣେ କାଠ ମିସ୍ତ୍ରୀ ପାଖକୁ ଗଲା। କାଠ ମିସ୍ତ୍ରୀ, ମୁଁ ବହୁତ କଷ୍ଟରେ ଗୋଟେ ଶୁଲା ଦାନା ପାଇଥିଲି, ହେଲେ ସେଇଟା ଗୋଟେ କାଠ ଭିତରେ ପଶିଗଲା। କାଠ କାଟି ମୋ ଦାନାକୁ ବାହାର କରିପାରି ମୋତେ ଟିକେ ସାହାଯ୍ୟ କର। କ'ଣ ହେଲା? ତୋର ଗୋଟେ ଛୋଟ ଦାନା ପାଇଁ ମୁଁ ମୋର କାମ ଛାଡ଼ି ଯାଇ କାଠ କାଟିବି? ଯା, ମୋର ବହୁତ କାମ ଅଛି, ମୁଁ ଯାଇପାରିବିନି। କ'ଣ ହେଲା? ମୋତେ ସାହାଯ୍ୟ କରିବନି ତ? ଠିକ୍ ଅଛି, ମୁଁ ରାଜାଙ୍କ ପାଖକୁ ଯାଉଛି। ମୁଁ ତମ ନାଁରେ ରାଜାଙ୍କ ପାଖରେ ଅଭିଯୋଗ ଦେବି। ଯା, ଯୋଉଠିକୁ ଇଚ୍ଛା ଯାଉଛୁ ଯା। ଚଢ଼େଇର କଥା ପୁଣି କିଏ ଶୁଣିବ? ତାପରେ ସେ ଟିକି ଚଢ଼େଇ ରାଜାଙ୍କ ପାଖରେ ପହଞ୍ଚିଲା। ରାଜା ସେତେବେଳେ ଆରାମ କରୁଥିଲେ। ରାଜା ମହାଶୟ, କାଠ ମିସ୍ତ୍ରୀକୁ ଦଣ୍ଡ ଦିଅନ୍ତୁ। କାଠ ମିସ୍ତ୍ରୀ କାଟୁନି କାଠ ଭିତରେ ଅଛି ମୋର ଦାନା। ମୁଁ କେମିତି ଖାଇବି? ଘରକୁ ମୋର କ'ଣ ନେବି? ଗୋଟେ ଛୋଟ ଦାନା ପାଇଁ ମୁଁ କାଠ ମିସ୍ତ୍ରୀକୁ ଦଣ୍ଡ ଦେବି? ଜମା ନୁହଁ, ଯା ଏଠୁ। ଆପଣ ମୋ ଅଭିଯୋଗ ଶୁଣିବେନି ତ? ଠିକ୍ ଅଛି, ମୁଁ ଯାଉଛି ସାପ ପାଖକୁ। କ'ଣ ହେଲା ଚଢ଼େଇ, ତୁ ଏଠି? ସାପ, ଚାଲ ଦଂଶନ କର ରାଜାଙ୍କୁ। ରାଜା ଦଣ୍ଡ ଦେଲେନି କାଠ ମିସ୍ତ୍ରୀକୁ। କାଠ ମିସ୍ତ୍ରୀ କାଟୁନି କାଠ ଭିତରେ ଅଛି ମୋର ଦାନା। ମୁଁ କେମିତି ଖାଇବି? ଘରକୁ ମୋର କ'ଣ ନେବି? କ'ଣ ହେଲା? ଗୋଟେ ସାମାନ୍ୟ ଦାନା ପାଇଁ ମୁଁ ରାଜାଙ୍କୁ ଦଂଶନ କରିବି? ଜମା ନୁହଁ, ଯା ଏଠୁ। କ'ଣ ହେଲା? ତୁମେ ବି ମୋତେ ସାହାଯ୍ୟ କରିବନି ତ? ଠିକ୍ ଅଛି, ମୁଁ ଯାଉଛି ଲାଠି ପାଖକୁ। ଲାଠି, ଚାଲ ମାର ସାପକୁ। ସାପ ଦଂଶୁନି ରାଜାଙ୍କୁ। ରାଜା ଦଣ୍ଡ ଦେଲେନି କାଠ ମିସ୍ତ୍ରୀକୁ। କାଠ ମିସ୍ତ୍ରୀ କାଟୁନି କାଠ ଭିତରେ ଅଛି ମୋର ଦାନାଟା। ମୁଁ କେମିତି ଖାଇବି? ଘରକୁ ମୋର କ'ଣ ନେବି? ସାମାନ୍ୟ ଗୋଟେ ଦାନା ପାଇଁ ମୁଁ ସାପକୁ ମାରିବି? ମୁଁ ଯାଇପାରିବିନି। କ'ଣ ହେଲା? ତୁମେ ଯିବନି? ଠିକ୍ ଅଛି, ମୁଁ ଯାଉଛି ନିଆଁ ପାଖକୁ। ନିଆଁ, ଚାଲ ଜଳି ଦିଅ ଲାଠିକୁ। ଲାଠି ମାରୁନି ସାପକୁ। ସାପ ଦଂଶୁନି ରାଜାଙ୍କୁ। ରାଜା ଦଣ୍ଡ ଦେଲେନି କାଠ ମିସ୍ତ୍ରୀକୁ। କାଠ ମିସ୍ତ୍ରୀ କାଟୁନି କାଠ ଭିତରେ ଅଛି ମୋର ଦାନାଟା। ମୁଁ କେମିତି ଖାଇବି? ଘରକୁ ମୋର କ'ଣ ନେବି? ତୋର ଗୋଟେ ସାମାନ୍ୟ ଦାନା ପାଇଁ ମୁଁ ଯିବି ଲାଠିକୁ ଜଳିବା ପାଇଁ? ମୁଁ ଯାଇପାରିବିନି, ଯା ଏଠୁ। କ'ଣ ହେଲା? ତୁମେ ଯିବନି? ଠିକ୍ ଅଛି, ମୁଁ ଯାଉଛି ପାଣି ପାଖକୁ। ପାଣି ତମକୁ ଲିଭେଇ ଦେବ। କ'ଣ ହେଲା ଟିକି ଚଢ଼େଇ, ତୁ ଏଠି? ପାଣି, ଚାଲ ଲିଭେଇ ଦିଅ ନିଆଁକୁ। ନିଆଁ ଜଳଉନି ଲାଠିକୁ। ଲାଠି ମାରୁନି ସାପକୁ। ସାପ ଦଂଶୁନି ରାଜାଙ୍କୁ। ରାଜା ଦଣ୍ଡ ଦେଲେନି କାଠ ମିସ୍ତ୍ରୀକୁ। କାଠ ମିସ୍ତ୍ରୀ କାଟୁନି କାଠ ଭିତରେ ଅଛି ମୋର ଦାନାଟା। ମୁଁ କେମିତି ଖାଇବି? ଘରକୁ ମୋର କ'ଣ ନେବି? ଗୋଟେ ଦାନା ପାଇଁ ମୁଁ ଯିବି ନିଆଁକୁ ଲିଭେଇବା ପାଇଁ? ମୁଁ ଯାଇପାରିବିନି। କ'ଣ ହେଲା? ତୁମେ ଯିବନି? ଠିକ୍ ଅଛି, ମୁଁ ଯାଉଛି ହାତୀ ପାଖକୁ। ହାତୀ, ଚାଲ ପିଇ ଦିଅ ନଦୀର ସବୁ ପାଣି ଲିଭଉନି ନିଆଁକୁ। ନିଆଁ ଜଳଉନି ଲାଠିକୁ। ଲାଠି ମାରୁନି ସାପକୁ। ସାପ ଦଂଶୁନି ରାଜାଙ୍କୁ। ରାଜା ଦଣ୍ଡ ଦେଲେନି କାଠ ମିସ୍ତ୍ରୀକୁ। କାଠ ମିସ୍ତ୍ରୀ କାଟୁନି କାଠ ଭିତରେ ଅଛି ମୋର ଦାନା। ମୁଁ କେମିତି ଖାଇବି? ଘରକୁ ମୋର କ'ଣ ନେବି? କ'ଣ ହେଲା? ତୋର ଗୋଟେ ସାମାନ୍ୟ ଦାନା ପାଇଁ ମୁଁ ନଦୀର ସବୁ ପାଣି ପିଇବି? ନା, ମୁଁ ପାରିବିନି, ଯା ଏଠୁ। କ'ଣ ହେଲା? ତୁମେ ମୋତେ ସାହାଯ୍ୟ କରିବନି? ଠିକ୍ ଅଛି, ମୁଁ ଯାଉଛି ଦଉଡ଼ି ପାଖକୁ। ଦଉଡ଼ି, ଚାଲ ବାନ୍ଧି ଦିଅ ହାତୀକୁ। ହାତୀ ପିଉନି ନଦୀର ପାଣି ଲିଭଉନି ନିଆଁକୁ। ନିଆଁ ଜଳଉନି ଲାଠିକୁ। ଲାଠି ମାରୁନି ସାପକୁ। ସାପ ଦଂଶୁନି ରାଜାଙ୍କୁ। ରାଜା ଦଣ୍ଡ ଦେଲେନି କାଠ ମିସ୍ତ୍ରୀକୁ। କାଠ ମିସ୍ତ୍ରୀ କାଟୁନି କାଠ ଭିତରେ ଅଛି ମୋର ଦାନାଟା। ମୁଁ କେମିତି ଖାଇବି? ଘରକୁ ମୋର କ'ଣ ନେବି? ଏତେ ଛୋଟ କଥା ପାଇଁ
ମୁଁ ହାତୀକୁ ବାନ୍ଧିବାକୁ ଯିବି, ମୁଁ ଯାଇପାରିବିନି। କ'ଣ ହେଲା? ତୁମେ ଯିବନି? ଠିକ୍ ଅଛି, ମୁଁ ଯାଉଛି ମୂଷା ପାଖକୁ। କ'ଣ ହେଲା ଟିକି ଚଢ଼େଇ, ତୁ ଏଠି? ମୂଷା ମୂଷା ଚାଲ କାଟିଦିଅ ଦଉଡ଼ିକୁ, ଦଉଡ଼ି ବାନ୍ଧୁନି ହାତୀକୁ, ହାତୀ ପିଉନି ନଦୀର ପାଣି, ପାଣି ଲିଭଉନି ନିଆଁକୁ, ନିଆଁ ଜଳଉନି ଲାଠିକୁ, ଲାଠି ମାରୁନି ସାପକୁ, ସାପ ଦଂଶୁନି ରାଜାଙ୍କୁ, ରାଜା ଦଣ୍ଡ ଦେଲେନି କାଠ ମିସ୍ତ୍ରୀକୁ, କାଠ ମିସ୍ତ୍ରୀ କାଟୁନି କାଠ, କାଠ ଭିତରେ ଅଛି ମୋର ଦାନା, ମୁଁ କେମିତି ଖାଇବି, ଘରକୁ ମୋର କ'ଣ ନେବି? ଛୋଟ ଦାନା ପାଇଁ ମୁଁ ଯିବି ଦଉଡ଼ି କାଟିବା ପାଇଁ? ନା, ମୁଁ ଯାଇପାରିବିନି। କ'ଣ ହେଲା? ତୁମେ ଯିବନି? ଠିକ୍ ଅଛି, ମୁଁ ଯାଉଛି ବିଲେଇ ପାଖକୁ। ମିଆଁ। କ'ଣ ହେଲା ଟିକି ଚଢ଼େଇ, ତୁ ଏଠି? ବିଲେଇ ମାଉସୀ, ମୂଷା କାଟୁନି ଦଉଡ଼ିକୁ, ଦଉଡ଼ି ବାନ୍ଧୁନି ହାତୀକୁ, ହାତୀ ପିଉନି ନଦୀର ପାଣି, ପାଣି ଲିଭଉନି ନିଆଁକୁ, ନିଆଁ ଜଳଉନି ଲାଠିକୁ, ଲାଠି ମାରୁନି ସାପକୁ, ସାପ ଦଂଶୁନି ରାଜାଙ୍କୁ, ରାଜା ଦଣ୍ଡ ଦେଲେନି କାଠ ମିସ୍ତ୍ରୀକୁ, କାଠ ମିସ୍ତ୍ରୀ କାଟୁନି କାଠ, କାଠ ଭିତରେ ଅଛି ମୋର ଦାନା, ମୁଁ କେମିତି ଖାଇବି, ଘରକୁ ମୋର କ'ଣ ନେବି? ମିଆଁ। ମୋତେ ତ ଭାରି ଭୋକ ଲାଗୁଛି, ଚାଲ ଯିବା ମୂଷା ପାଖକୁ। ଏ ମୂଷା, ଦଉଡ଼ି କାଟିବୁ ନା ବିଲେଇ ତତେ ଖାଇବ? ନା ନା, ମୋତେ ଖାଅ ନା, ଚାଲ, ମୁଁ ଦଉଡ଼ିକୁ କାଟିଦେବି। ଏ ଦଉଡ଼ି ହାତୀକୁ ବାନ୍ଧିବୁ ନା ମୂଷା ତତେ କାଟିବ? ନା ନା, ମୋତେ କାଟ ନା, ଚାଲ, ମୁଁ ହାତୀକୁ ବାନ୍ଧିଦେବି। ଏ ହାତୀ, ନଦୀର ସବୁ ପାଣି ପିଇବୁ ନା ଦଉଡ଼ି ତତେ ବାନ୍ଧିଦେବ? ନା ନା, ମୋତେ ବାନ୍ଧ ନା, ଚାଲ, ମୁଁ ନଦୀର ସବୁ ପାଣି ପିଇଦେବି। ଏ ନଦୀ, ନିଆଁକୁ ଲିଭେଇବୁ ନହେଲେ ହାତୀ ତୋର ସବୁ ପାଣି ପିଇଦେବ। ନା ନା, ମୋ ନଦୀର ପାଣି ପିଅ ନା, ଚାଲ, ମୁଁ ସେ ନିଆଁକୁ ଲିଭେଇ ଦେବି। ଏ ନିଆଁ, ଲାଠିକୁ ଜାଳିବୁ ନହେଲେ ପାଣି ତତେ ଲିଭେଇ ଦେବ। ନା ନା, ମୋତେ ଲିଭାଅନି, ଚାଲ, ମୁଁ ସେ ଲାଠିକୁ ନିଆଁରେ ଜଳେଇ ଦେବି। ଏ ଲାଠି, ସାପକୁ ପିଟିବୁ ନା ନିଆଁରେ ଜଳିବୁ? ନା ନା, ମୋତେ ଜଳାଅନି, ଚାଲ, ମୁଁ ସେ ସାପକୁ ପିଟିବି। ଏ ସାପ, ରାଜାକୁ ଦଂଶନ କରିବୁ ନା ଲାଠିରେ ମାଡ଼ ଖାଇବୁ? ନା ନା, ମୋତେ ମାର ନା, ଚାଲ, ମୁଁ ରାଜାକୁ ଦଂଶନ କରିବି। ରାଜା କାଠ ମିସ୍ତ୍ରୀକୁ ଦଣ୍ଡ ଦେବେ ନା ସାପ ଦଂଶନ କରିବ? ନା ନା, ମୋତେ ଦଂଶନ କରନି, ଚାଲ, ମୁଁ ସେ କାଠ ମିସ୍ତ୍ରୀକୁ ଦଣ୍ଡ ଦେବି। ଏ କାଠ ମିସ୍ତ୍ରୀ, ଦେଖ ମୋ ସାଙ୍ଗରେ ରାଜା ଆସିଛନ୍ତି, କାଠ କାଟିବୁ ନା ରାଜାଙ୍କ ପାଖରୁ ଦଣ୍ଡ ପାଇବୁ? ମୋତେ କ୍ଷମା କରିଦିଅନ୍ତୁ ମହାରାଜ, ମୋତେ ଦଣ୍ଡ ଦିଅନ୍ତୁନି, ମୁଁ ଏବେ ସେ କାଠ କାଟି ଦେଉଛି। କାଠ ମିସ୍ତ୍ରୀ କାଠ କାଟି ଚଢ଼େଇର ଦାନାକୁ ବାହାର କରିଦେଲା। ଆଉ ଏମିତି ସେ ଟିକି ଚଢ଼େଇ ତା ଦାନାକୁ ଥଣ୍ଟରେ ଧରି ଫୋରକିନା ଉଡ଼ିଗଲା। ଗୋଟିଏ ଜଙ୍ଗଲରେ ଏକ ଟିକି ଚଢ଼େଇ ତା ମା ସାଙ୍ଗରେ ରହୁଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସେ ବାହାରକୁ ଖେଳିବା ପାଇଁ ଯାଏ। ଦିନେ ସେ ଖେଳୁ ଖେଳୁ ଗୋଟେ ଛୋଟ ଗୋଲାପ ଗଛକୁ ଦେଖିଲା। ସେ ଗଛରେ ଗୋଟିଏ ମାତ୍ର କଢ଼ ହେଇଥିଲା। ଆରେ, ଗଛଟି କେତେ ସୁନ୍ଦର ହେଇଛି, ଲାଗୁଛି କାଲି ଫୁଲ ଫୁଟିଯିବ। ମୁଁ ସେ ଫୁଲ ସାଙ୍ଗରେ ସାଙ୍ଗ ହେବି ଆଉ ତାର ଖୁବ୍ ଯତ୍ନ ନେବି। ଚାଲ, ମୁଁ ମୋ ମାଆକୁ ଏବେ ହିଁ ଏକଥା ଜଣେଇଦେବି। ମା, ଆମ ଘର ପାଖରେ ନା ଗୋଟେ ଗୋଲାପ ଗଛ ଉଠିଛି। ବହୁତ ଜଲ୍ଦି ସେ ଗଛରେ ଫୁଲ ଫୁଟିବ। ମୁଁ ତା ସହ ସାଙ୍ଗ ହେବି ଆଉ ତାର ନାଁ ରଖିବି ଗୋଲାପୀ। ମୋତେ ନା ଫୁଲ ବହୁତ ଭଲ ଲାଗେ। ମା, ମୁଁ ତମକୁ କାଲି ସେ ଗଛ ଦେଖେଇଦେବି। ଠିକ୍ ଅଛି ମା, କାଲି ସକାଳ ହେଉ ତୁ ମୋତେ ସେ ଗଛ ଦେଖେଇଦେବୁ। ଏବେ ବହୁତ ରାତି ହେଲାଣି, ଚାଲ ଶୋଇବୁ। ମା, ସକାଳ ହେଲାଣି, ଜଲ୍ଦି ଉଠ। ଚାଲ, ମୁଁ ତମକୁ ସେ ଗଛ ଦେଖେଇଦେବି। ଓହୋ, ତୁ ବିନା ଯାହା କହିଥିବୁ ତା ପଛରେ ହିଁ ପଡ଼ିଯିବୁ। ଚାଲ ଯିବା। ଆଉ ତାପରେ ଚଢ଼େଇ ଛୁଆ ତା ମା ସହ ସେ ଗଛ ପାଖକୁ ଗଲା। ହଁ, ଗଛଟି ସତରେ ବହୁତ ସୁନ୍ଦର ହେଇଛି। ତୁ ଏ ଗଛ ପାଖରେ ଥିବୁ, ଦୂରକୁ ଯିବୁନି। ମୁଁ ଯାଉଛି ଖାଇବା ଆଣିବାକୁ। ଠିକ୍ ଅଛି ମା।
वेलकम छोटू सांग, तू देखा बहुत सुंदर। थैंक यू। तुमे किए? मु ए गच पाखरे रुहे। जानिचु मु तते देखिबा काली राति सारा सोईनी। तू मो सह सांग हेबु ना? मु तोर बहुत जत्न नेबी। सबुदिन तो गछ मूल पानी देबी, आउ तो सह खेलिबी भी। हाँ काहे नुह, आज आमे सांग। एमिति समय बीती चलिला। गोलाप गछ आ टिकी चढ़ई खूब भल सांग हो गले। प्रत्येक दिन टिकी चढ़ई ता थंटरे किछि पानी आनी गोलाप गछरे ढाली देउथिला। एमिति से गोलाप गछ भी बहुत भलरे बढ़ुथिला। मु केवल मो गोलापी सांग सांगरे खेलिबी, तू जा एठू। तू केते बदली गलु। आगरू सबुदिन तुम सांगरे खेलुथिलु, आउ एबे तुम सांगरे कथा भी हेउनु। तू जमा भी भल काम करुनु। अरे अरे तमे दुई जण लड़ई काहे करूच? आमे तीन जण भी सांग ही पारिबा ना। आमे तीन जण मिसी सबुदिन एकाठी खेलिबा। हाँ तू ठीक कहिचु, एबे आमे तीन जण सांग ही खेलिबा। किछि समय परी संध्या हो गला। टिकी चढ़ई आउ काऊ निज निज घर को फेरी गले। ए गोलाप गछर किछि गोटे करबाकू पड़िबो, जेमिति टिकी चढ़ई किछि जानिबनी आउ गोलाप गछ मरिजिब। एमिति भाबु भाबु काऊ मुंडरी गोटे दुष्ट बुद्धि पशिला। परदिन से जल्दी गोलाप गछ पाखकू गला। तू गोटे जगह सब बेले रहुचु, तोर कौन केबे भी इच्छा हुएनी बाहर दुनिया देखिबा पई? ना मु सेमिति केबे भी भावेनी। तू आउ टिकी चढ़ई मो सांगरे सबुदिन खेलुच, मोर आउ कौन दरकार? हाँ भाबिबु भी केमिति? टिकी चढ़ई सबुदिन पहाड़ सेपटे नुआ नुआ जागा देखुची आउ खूब मजा करुची, हेले तते से ए विषय किछि भी कहूनी। कौन हैला? नुआ जागा? पहाड़ सेपटे कौन अछि? पहाड़ सेपटे गोटे सुंदर बगीचा अछि। तो भली बहुत गुड़िए फूल सेठी फुटिची। ठीक सही समय रे टिकी चढ़ई सेठारे पहुंची गला। कौन हैला? तमे दुई जण चुप काहे गला? कौन कथा हेउतिला? मु एबे आसुची। गोलापी तोर कौन हैला? तू मुह काहे सुखेइचु? ना मोर किछि हेइनी। सतरे कौन पहाड़ सेपटे गोटे बगीचा अछि आउ सेठी मो भली बहुत फूल गछ अछि? मु केमिति जानिबी? मो माँ मते बेसी दूर को छाड़तीनी, मु केवल तो पाखक आसे। तू कौन मते पहाड़ सेपट को नहीं पारिबो? मो थरे से बगीचा को देखी थांती। अरे गोलापी तू गोटे गछ, तू माटी रे अछु भल अछु। तू जदि माटी रो बाहरी जीवु तो सुखी जीवु। तू पर मो सांग, तू कौन मते पहाड़ सेपटरे थिबा बगीचा रे लगे पारिबुनी? एमिति सांग थाई कौन लाभ? तो अपेक्षा काऊ बहुत भल। से मते से बगीचा विषय कहला, तू तो मते किछि कहू नथिलु। तू जा, मु तो सांगरे आउ केबे भी कथा हेबिनी। अच्छा ताहले ए सब से काऊर काम। से तोर आउ मोर सांग भांगिबाकू चाहूची, ता कथा उपरे विश्वास करिबुनी। मु तो पई सबुदिन पानी आनी दिए ना, तू कौन एक कथा भूली गलु? थाऊ तू आउ मो पई पानी आनिबा दरकार नहीं। अरे जिया संध्या हो गलानी, चल घर को जिबा। देख मो माँ मते डाकिलानी, तू आउ रागनी। मो भल सांगटा परा, मो काली पुणी आसीबी। एबे मु जाउची। काऊ काऊ सतरे कौन पहाड़ सेपटे गोटे बगीचा अछि आउ सेठी मो भली बहुत फूल गछ अछि? हाँ मु तते मिछ काहे कहबी? सतरे पहाड़ सेपटे गोटे सुंदर बगीचा अछि। ताहेले तो मते एठु नै सेठी लगे पारिबो? हाँ काहे नुह, एइटा तो बहुत सहज। तते ना सेठी बहुत भल लागिबो। ताहले आउ डेरी काहे करूचु? मते शीघ्र सेठाकू नै जा। काऊ तो एमिति ही चाहूथिला। गोलाप गछ को मारिबा पई ताको गोटे भल सुजोग मिली गला। तापरे से गोलाप गछ को सेठारु ओपाड़ी ता सांगरे नै गला। गोलापी तू कुआड़ चली गलु? लागुची से काऊ कथारे पड़ी गला। चलो जल्दी मो माँ को एक कथा जणी देबी। काई एठी तो मते किछि भी देखा जाउनी। मो मुंड बुलेलाणी। सांग मते माटी रे लगेई दे, आउ किछि पानी दे। किए तो सांग? तो पाई टिकी चढ़ी मो सह सांग होनी। एबे मोर एठी। माँ माँ
ଗୋଲାପୀ ତା ଜାଗାରେ ନାହିଁ। ଲାଗୁଛି କାଉ ତାକୁ ପାହାଡ଼ ସେପଟକୁ ନେଇଯାଇଛି। କାଉ ଗୋଲାପୀକୁ ମାରିଦେବାକୁ ଚାହୁଁଛି। ଚାଲ ନା ମା, ଆମେ ଶୀଘ୍ର ଯାଇ ଗୋଲାପୀକୁ ଖୋଜିବା। ଏମିତି ଟିକି ଚଢ଼େଇ ଆଉ ତାର ମା ଗୋଲାପ ଗଛକୁ ଖୋଜିବା ପାଇଁ ପାହାଡ଼ ସେପଟକୁ ଗଲେ। କିଛି ସମୟ ଖୋଜିଲା ପରେ ସେମାନେ ଗୋଲାପ ଗଛକୁ ପାଇଗଲେ। ଗଛଟି ମଉଳି ଯାଇଥିଲା। ଶୀଘ୍ର ଚଢ଼େଇର ମା ଗଛକୁ ତା ଜାଗାକୁ ଫେରାଇ ଆଣି ମାଟିରେ ଲଗେଇଦେଲା। ଟିକି ଚଢ଼େଇ ଗୋଲାପ ଗଛରେ କିଛି ପାଣି ଢାଳିଦେଲା। କିଛି ସମୟ ପରେ ଗୋଲାପ ଗଛର ହୋସ ଆସିଗଲା। ମୁଁ କୋଉଠି? ସାଙ୍ଗ ତୁ? ମୋତେ କ୍ଷମା କରିଦେ ସାଙ୍ଗ। ମୁଁ ତୋ ଉପରେ ବିଶ୍ୱାସ କଲି ନାହିଁ। ମୋତେ ସେ କାଉ ମାରିଦେବାକୁ ଚାହୁଁଥିଲା। ମୁଁ ତା କଥାରେ ତୋ ମନକୁ ବହୁତ କଷ୍ଟ ଦେଇଛି। ମୁଁ ମୋ ଭୁଲ ବୁଝିପାରିଲି ସାଙ୍ଗ। ତୁ ମୋର ପ୍ରକୃତ ସାଙ୍ଗ। ତୁ ବି ମୋର ବହୁତ ଭଲ ସାଙ୍ଗ। ଆଉ କେବେ ବି ତୁ ମୋ ଉପରେ ସନ୍ଦେହ କରିବୁନି। ଥରେ ଗୋଟିଏ ଜଙ୍ଗଲରେ ଏକ ଶିଆଳ ବୁଲି ବୁଲି ତା ଖାଇବା ଖୋଜୁଥିଲା। 2 ଦିନ ଧରି ସେ କିଛି ଖାଇନଥିଲା। ଭୋକରେ ତା ପେଟ ଜଳୁଥିଲା। ହଠାତ୍ ତାର ନଜର 2ଟି ବାଘ ଉପରେ ପଡ଼ିଲା। ସେ ବାଘ 2ଟି ଗୋଟେ ମାଛକୁ ଖାଇବା ପାଇଁ ଝଗଡ଼ା କରୁଥିଲେ। ଏ ସବୁ ମାଛ ମୁଁ ଧରିଛି। ମୁଁ ସବୁ ମାଛ ଖାଇବି। ଯା ଯା, ଏ ସବୁ ମାଛ ମୋର। ମୁଁ ସବୁ ମାଛ ଖାଇବି। ମୁଁ ଏଠି 2 ଦିନ ହେଲା ଭୋକରେ ଏଣେ ତେଣେ ବୁଲୁଛି। ଏ 2ଟା ଏତେ ମାଛ ଥାଇ ଗୋଟେ ମାଛ ଖାଇବା ପାଇଁ ଝଗଡ଼ା କରୁଛନ୍ତି। ଯାଏ ଏମାନଙ୍କ ପାଖରୁ ଗୋଟେ ମାଛ ନେଇ ଆସେ। ଯେତେବେଳେ ସେ 2 ବାଘ ଝଗଡ଼ା କରୁଥିଲେ, ଶିଆଳ ଚୁପ୍ ଚୁପ୍ ତାଙ୍କ ପାଖକୁ ଗଲା। ଆଉ ଗୋଟେ ମାଛ ନେଇ ସେଠାରୁ ଯେମିତି ଆସିବାକୁ ଚେଷ୍ଟା କଲା, ହଠାତ୍ ବାଘମାନଙ୍କ ନଜର ତା ଉପରେ ପଡ଼ିଗଲା। ଆରେ ତୋର ତ ଭାରି ସାହସ। ଆମ ମାଛ ନେଇ ଯାଉଛି କୁଆଡ଼େ? ରହ ରହ କହୁଛି ତତେ। ଭୟରେ ଶିଆଳଟି ଗୋଟେ ପାହାଡ଼ ଉପରକୁ ଚଢ଼ିଗଲା। ତା ପାଟିରୁ ମାଛ ଖସି ପଡ଼ିଲା। 2 ବାଘ ସେଠାରେ ପହଞ୍ଚି ଯାଇଥିଲେ। ଗୋଟେ ବାଘ ସେ ମାଛକୁ ସାଙ୍ଗେ ସାଙ୍ଗେ ଖାଇଦେଲା। ଗଲା, ଏତେ କଷ୍ଟରେ ଗୋଟେ ମାଛ ପାଇଥିଲି, ତା ବି ହାତଛଡ଼ା ହେଇଗଲା। ମନ ଦୁଃଖରେ ଶିଆଳଟି ସେଠାରୁ ଚାଲି ଆସିଲା। ସେ ଜଙ୍ଗଲ ଭିତରକୁ ଯାଇ ପୁଣି ଥରେ ତା ଖାଇବା ଖୋଜିଲା। ଆରେ କ'ଣ ଗୋଟେ ବାସ୍ନା ଆସୁଛି? ଏଠି ତ ଗୋଟେ ଅଣ୍ଡା ପଡ଼ିଛି। ଯା ହଉ, ଖାଇବା ମିଳିଗଲା। ଏମିତି ଭାବି ଶିଆଳ ସେ ଅଣ୍ଡାକୁ ଖାଇବା ପାଇଁ ଯେମିତି ଚେଷ୍ଟା କଲା, ଅଣ୍ଡାଟି ଭାଙ୍ଗିଗଲା। ସେ ଅଣ୍ଡା ଭିତରୁ ଗୋଟେ ଚଢ଼େଇ ଛୁଆ ବାହାରିଲା। ମା, ଓ ମା, ତୁମେ ମୋ ମା। ଧେତ୍, କେଡ଼େ ଟିକି ଚଢ଼େଇଟା। ୟାକୁ ଖାଇଲେ ମୋ ପେଟ ପୁରିବନି। ଯାଏ ୟାକୁ ଆଗ କିଛି ଖାଇବାକୁ ଦିଏ। ଏମିତି କହି ଶିଆଳ ଗୋଟେ ଛୋଟ ପୋକକୁ ମାରି ଚଢ଼େଇ ଛୁଆକୁ ଖାଇବାକୁ ଦେଲା। ମା, ତୁମେ କୁଆଡ଼େ ଚାଲି ଯାଇଥିଲ? ଓ, ମୋ ପାଇଁ ଖାଇବା ଆଣିବାକୁ ଯାଇଥିଲ? ଏମିତି କହି ସେ ଚଢ଼େଇ ପୋକକୁ ଖାଇଦେଲା। ଶିଆଳ ସେ ଟିକି ଚଢ଼େଇକୁ ଖାଇବାକୁ ଯିବା ସମୟରେ ଚଢ଼େଇଟି ଶିଆଳର ପାଦ ତଳେ ଶୋଇପଡ଼ିଲା। ଟିକି ଚଢ଼େଇର ତା ପ୍ରତି ଏତେ ସ୍ନେହ ଦେଖି ଶିଆଳର ମନ ତରଳିଗଲା। ସେ ଚଢ଼େଇକୁ ନ ଖାଇ ସେଠାରୁ ଚାଲିଗଲା। ହେଲେ ଚଢ଼େଇ ଛୁଆ ତା ପଛା ଛାଡ଼ିଲାନି। ମା, ଓ ମା, କୁଆଡ଼େ ଯାଉଛ ମା? ରୁହ, ମୋତେ ବି ତମ ସାଙ୍ଗରେ ନିଅ। ଏ ଚଢ଼େଇ ଛୁଆ, ମୁଁ ତ ମା ନୁହଁ। ମୋ ପଛରେ ଆସନି। ନାଇଁ ନାଇଁ, ତୁମେ ମୋ ମା। ମା, ଓ ମା, ରୁହ ନା ମା। ଶିଆଳ ଯେତେ ଚେଷ୍ଟା କଲେ ବି ଚଢ଼େଇ ଛୁଆ ତା ପାଖରୁ ଗଲାନି। ସେ ମା ହେଇ ଶିଆଳର ଆଗ ପଛରେ ଘୁରି ବୁଲିଲା। ବାଧ୍ୟ ହେଇ ଶିଆଳ ସେ ଚଢ଼େଇ ଛୁଆକୁ ତା ପାଖରେ ରଖିଲା। ଶିଆଳ ପ୍ରତିଦିନ ଚଢ଼େଇ ଛୁଆ ପାଇଁ ପୋକଜୋକ ଖୋଜିକି ଆଣିଦିଏ। ଦିନେ ଶିଆଳ ଚଢ଼େଇ ଛୁଆକୁ ଉଡ଼େଇବା ପାଇଁ ଏକ ପାହାଡ଼ ଉପରକୁ ନେଇଗଲା। ଚଢ଼େଇ ଛୁଆ, ଦେଖ, ମୁଁ ଯେମିତି କରୁଛି ସେମିତି କରିବୁ, ତାହେଲେ ତୁ ଆକାଶରେ ଉଡ଼ିପାରିବୁ। ଆଗ ତୁ ତୋର 2 ହାତକୁ ଏମିତି ଉପରକୁ ଉଠେଇବୁ। ନା ନା, ହାତ ନୁହଁ, ଡେଣା ଡେଣା। ତାପରେ ଏମିତି ଉଡ଼ିବୁ। ଏମିତି କହି କହି ଶିଆଳ ପାହାଡ଼ ତଳକୁ ଡେଇଁ ପଡ଼ିଲା। ଆଉ ଜୋରେ କଚାଡ଼ି ହେଇ ତଳେ ପଡ଼ିଗଲା। ଆରେ ମରିଗଲି ରେ, ମୋ ଅଣ୍ଟା। ମା, ତମେ ନିଜେ ତ ଉଡ଼ି ପାରୁନ, ମୋତେ କେମିତି ଉଡ଼ିବା ଶିଖେଇବ?
ଏମିତି କହି ଟିକି ଚଢ଼େଇ ହସିଲା। ସେମାନେ ଘରକୁ ଫେରିବା ସମୟରେ ଟିକି ଚଢ଼େଇ ଆଉ ଗୋଟେ ଚଢ଼େଇକୁ ଉଡ଼ୁଥିବାର ଦେଖିଲା। ସେ ତା ପଛେ ପଛେ ଗଲା। ଶିଆଳ ଦେଖିଲା ଗୋଟେ ବଡ଼ ଚଢ଼େଇକୁ ଦେଖି ଦେଖି ତା ଟିକି ଚଢ଼େଇ ଛୁଆ ଉଡ଼ୁଛି। ସାବାସ୍ ଚଢ଼େଇ ଛୁଆ, ଏବେ ତୁ ଠିକ୍ରେ ଉଡ଼ି ପାରିଲୁ। ହଁ ମା, ଦେଖ ଦେଖ ମୁଁ କେତେ ଦୂର ପର୍ଯ୍ୟନ୍ତ ଉଡ଼ି ପାରିଲି। ଏମିତି ସେ ଟିକି ଚଢ଼େଇ ଛୁଆ ଉଡ଼ିବା ଶିଖିଗଲା। ଏହିପରି କିଛି ଦିନ ବିତିଗଲା। ଚଢ଼େଇ ଛୁଆ ଟିକେ ବଡ଼ ହେଇଗଲା। ଦିନେ ଚଢ଼େଇ ଛୁଆ ଆଉ ଶିଆଳ ଜଙ୍ଗଲରେ ବୁଲୁଥିଲେ। ଶିଆଳ ପୁଣି ସେ ଦୁଇ ବାଘଙ୍କୁ ଦେଖିଲା। ସେ ଦୁଇ ବାଘଙ୍କ ପାଖରେ ଦୁଇଟି ମାଛ ପଡ଼ିଥିଲା। ଶିଆଳ ଚଢ଼େଇ ଛୁଆକୁ କହିଲା, ଶୁଣ ଚଢ଼େଇ ଛୁଆ, ଏଇ ଯେଉଁ ମାଛ ଦେଖୁଛୁ, ଯା ଉଡ଼ି ଉଡ଼ି ଗୋଟେ ମାଛ ନେଇ ଆସିବୁ। ଚଢ଼େଇ ଛୁଆ ଶିଆଳର କଥା ମାନି ମାଛ ଆଣିବାକୁ ଗଲା। ହେଲେ ବାଘ ଦୁଇଟି ସେ ଚଢ଼େଇକୁ ଦେଖିନେଲେ। ଭୟରେ ଚଢ଼େଇ ଆଉ ଶିଆଳ ଦୌଡ଼ିବାକୁ ଲାଗିଲେ। ଦୁଇ ବାଘ ବି ସେମାନଙ୍କ ପଛେ ପଛେ ଦୌଡ଼ିଲେ। କିଛି ଦୂର ଗଲା ପରେ ଶିଆଳ ଖୁବ୍ ଥକିଗଲା। ବାଘମାନେ ଶିଆଳର କିଛି କ୍ଷତି କରିବା ପୂର୍ବରୁ ଚଢ଼େଇ ଛୁଆ ଶିଆଳକୁ ଧରି ଉଡ଼ିବାକୁ ଲାଗିଲା। ଚଢ଼େଇ ଛୁଆ ଉଡ଼ୁ ଉଡ଼ୁ ଗୋଟେ ଝରଣା ପାଖ ଦେଇ ଗଲା। ଏ ମୂର୍ଖ ଚଢ଼େଇ ଶିଆଳକୁ କୋଉଠିକି ନେଇଯାଉଛି? ଶିଆଳ ଯଦି ଏଠି ପଡ଼ିବ, ଏକାଥରକେ ତା ପ୍ରାଣ ଚାଲିଯିବ। ଚଢ଼େଇ ଛୁଆ ଶିଆଳକୁ ଧରି ବେଶୀ ଦୂର ପର୍ଯ୍ୟନ୍ତ ଉଡ଼ି ପାରିଲାନି। ସେ ବହୁତ ଥକି ଯାଇଥିଲା। ଶିଆଳ ଚଢ଼େଇର କଷ୍ଟ ବୁଝିପାରିଲା। ଆରେ ମୋ ଚଢ଼େଇ ଛୁଆ କେତେ କଷ୍ଟରେ ଉଡ଼ୁଛି। ସେ ଯଦି ପଡ଼ିଯିବ, ଆମେ ଦୁଇ ଜଣ ଯାକ ମରିଯିବୁ। ନା ନା, ମୋତେ କିଛି ଗୋଟେ କରିବାକୁ ପଡ଼ିବ। ଏମିତି କହି ଶିଆଳ ଚଢ଼େଇ ପାଖରୁ ନିଜ ହାତ ଛଡ଼େଇ ନେଲା। ଶିଆଳ ତଳେ ପଡ଼ିବା ପୂର୍ବରୁ ଗୋଟେ ବଡ଼ ଚଢ଼େଇ ତାକୁ ଧରିନେଲା ଆଉ ସୁରକ୍ଷିତ ତଳେ ଓହ୍ଲେଇ ଦେଲା। ପ୍ରକୃତରେ ସେ ଚଢ଼େଇ ଛୁଆର ଅସଲ ମା ଥିଲା। ଧନରେ, ତୁ ଠିକ୍ ଅଛୁ ନା? ମୁଁ ତତେ କେତେ ନ ଖୋଜିଛି। ଶିଆଳ ଭାଇ, ତୁମକୁ ବହୁତ ଧନ୍ୟବାଦ। ତୁମେ ମୋ ଛୁଆର ବହୁତ ଯତ୍ନ ନେଇଛ। ଚଢ଼େଇ ଛୁଆ ତା ମାଆକୁ ପାଇ ଖୁବ୍ ଖୁସି ହେଇଗଲା। ଶିଆଳ ବି ଏସବୁ ଦେଖି ଖୁସି ହେଇଗଲା। ଚଢ଼େଇ ଆଉ ତାର ଛୁଆ ସେଠାରୁ ଯିବା ପୂର୍ବରୁ ସେମାନେ ଶିଆଳ ପାଇଁ ବହୁତ ଗୁଡ଼ିଏ ମାଛ ନଦୀରୁ ଆଣି ତା ପାଖରେ ରଖିଦେଲେ। ଆରେ ବାଃ ବାଃ, ଏତେ ମାଛ! ଶିଆଳ ଭାଇ, ତୁମେ ମୋଟେ ଚିନ୍ତା କରିବନି। ମୁଁ ପ୍ରତିଦିନ ତୁମ ପାଇଁ ଗୋଟେ ମାଛ ଆଣିଦେବି। ଆଉ ତାପରେ ସେ ଚଢ଼େଇ ଛୁଆ ତା ମା ସାଙ୍ଗରେ ସେଠାରୁ ଯିବାକୁ ଲାଗିଲା। ଶିଆଳ ତା ଚଢ଼େଇ ଛୁଆକୁ ସେଠାରୁ ଯିବା ଦେଖି କାନ୍ଦି ପକେଇଲା। ମା, ଓ ମା, ତୁମେ କାନ୍ଦନି। ମୁଁ ସବୁଦିନ ତୁମକୁ ଆସି ଦେଖା କରିବି। ହଁ ରେ ମୋ ଟିକି ଚଢ଼େଇ, ଯା, ତୁ ଭଲରେ ରହିବୁ। ତୋ ମା ସାଙ୍ଗରେ ତୋ ଘରକୁ ଯା। ଦୁଇ ଚଢ଼େଇ ସେଠାରୁ ଯିବା ପରେ ଶିଆଳ ସେ ଦୁଇ ବାଘଙ୍କୁ କହିଲା, ଦେଖ ଦେଖ, ତୁମେ ଦୁଇ ଜଣ ସେ ପଚା ମାଛ ଖାଇବା ପାଇଁ ଝଗଡ଼ା କରୁଥିଲ। ଏବେ ମୁଁ ଏସବୁ ତାଜା ମାଛ ଖାଇବି। ଏମିତି କହି ଶିଆଳ ସବୁ ମାଛ ନେଇ ସେଠାରୁ ଚାଲିଗଲା। ଦୁଇ ବାଘ ଶିଆଳକୁ ବଲ ବଲ ହେଇ ଦେଖିଲେ, ହେଲେ କିଛି କରିପାରିଲେନି। ସବୁଦିନ ସେ ଟିକି ଚଢ଼େଇ ଗୋଟେ ମାଛ ଧରି ଶିଆଳକୁ ଦେଖା କରିବାକୁ ଆସେ। ଶିଆଳ ବି ତା ଚଢ଼େଇ ଛୁଆକୁ ଦେଖି ଖୁବ୍ ଖୁସି ହେଇଯାଏ ଆଉ ତା ସାଙ୍ଗରେ ମନ ଭରି ଖେଳେ। ଗୋଟିଏ ସୁନ୍ଦର ଜଙ୍ଗଲରେ ଏକ ଚଢ଼େଇ ରହୁଥିଲା। ସେ ସବୁ ଚଢ଼େଇମାନଙ୍କର ରାଣୀ ଥିଲା। ରାଣୀ ଚଢ଼େଇ ବହୁତ ବୁଦ୍ଧିମାନ ଥିଲା। ଯିଏ ବି କିଛି ସମସ୍ୟାରେ ପଡ଼ୁଥିଲା, ସେ ରାଣୀ ଚଢ଼େଇ ପାଖକୁ ଯାଇ ସାହାଯ୍ୟ ମାଗୁଥିଲା। ରାଣୀ ଚଢ଼େଇ କେବେ ବି କାହା ସହ ଅନ୍ୟାୟ କରୁନଥିଲା। ସେଥିପାଇଁ ସବୁ ଚଢ଼େଇ ରାଣୀ ଚଢ଼େଇକୁ ଖୁବ୍ ଭଲ ପାଉଥିଲେ ଆଉ ତାର ସବୁ କଥା ମାନୁଥିଲେ। ରାଣୀ ଚଢ଼େଇର ବାହାଘର ହେଇନଥିଲା। ସିଏ ଗୋଟେ ଏମିତି ଚଢ଼େଇକୁ ବାହା ହେବାକୁ ଚାହୁଁଥିଲା ଯିଏ ବହୁତ ସଚ୍ଚୋଟ ଥିବ। ଗୋଟେ ଦିନ ତା ଭଉଣୀ ତା ପାଖକୁ ଆସି କହିଲା, ଆରେ ରାଣୀ ଚଢ଼େଇ, ମୁଁ ଗୋଟେ ଜରୁରୀ କାମରେ ତୋ ପାଖକୁ ଆସିଛି। ତୁ ଆଗ କହିଲୁ, ତୁ କେବେ ବାହା ହେବୁ? ତୁ କାହାକୁ ପସନ୍ଦ କରିଛୁ ନା ମୁଁ ଗୋଟେ ଚଢ଼େଇ ଠିକ୍ କରିଦେବି? ଆରେ ଭଉଣୀ, ମୁଁ ଗୋଟେ ଏମିତି ଚଢ଼େଇକୁ ବାହା ହେବାକୁ ଚାହୁଁଛି ଯିଏ ବହୁତ ସଚ୍ଚୋଟ ହେଇଥିବ। ଆଚ୍ଛା, ତାହେଲେ ଏମିତି କଥା। ତେବେ ତୁ ଗୋଟେ କାମ କର, ତୁ ଜଙ୍ଗଲରେ ପ୍ରଚାର କରିଦେ ଯେ ଯିଏ ବି ତୋତେ ବାହା ହେବାକୁ ଚାହୁଁଛି ସେ ତୋ ପାଖକୁ ଆସୁ। ତୁ ସେମାନଙ୍କ ମଧ୍ୟରୁ ସଚ୍ଚୋଟ ଚଢ଼େଇକୁ ବାଛି ବାହା ହେଇଯିବୁ।
ରାଣୀ ଚଢ଼େଇକୁ ତା ଭଉଣୀର କଥା ଠିକ୍ ଲାଗିଲା। ପରଦିନ ତା ମନ୍ତ୍ରୀ ପାରା ଜଙ୍ଗଲରେ ରହୁଥିବା ସବୁ ପକ୍ଷୀଙ୍କୁ ଜଣେଇଲା ଯେ ଶୁଣ 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 ସମସ୍ତେ ଶୁଣ, ଯିଏ ବି ରାଣୀ ଚଢ଼େଇକୁ ବାହା ହେବାକୁ ଚାହୁଁଛ ରାଣୀଙ୍କ ପାଖକୁ ଯାଅ। ରାଣୀ ଚଢ଼େଇ ନିଷ୍ପତ୍ତି ନେବେ ସେ କାହାକୁ ବାହା ହେବେ। ରାଣୀ ଚଢ଼େଇ ଆପଣ ଯାହା ବି କହିଥିଲେ ମୁଁ ସମସ୍ତଙ୍କୁ ଜଣେଇଦେଲି। କିଛି ସମୟ ପରେ ବବଲୁ ଆଉ ରାଜୁ ନାମକ ଦୁଇ ଚଢ଼େଇ ରାଣୀ ଚଢ଼େଇକୁ ବାହା ହେବା ପାଇଁ ଆସିଲେ। ସେ ଦୁଇ ଚଢ଼େଇଙ୍କୁ ଦେଖି ରାଣୀ ଚଢ଼େଇ ମନରେ ଚିନ୍ତା କଲା, ଆରେ ମୁଁ ଏ ଦୁଇ ଜଣଙ୍କ ଭିତରୁ ସଚ୍ଚୋଟ କିଏ କେମିତି ଜାଣିବି? ମୋତେ ଏ ଦୁଇ ଜଣଙ୍କର ପରୀକ୍ଷା କରିବାକୁ ପଡ଼ିବ। ରାଣୀ ଚଢ଼େଇକୁ ଦେଖି ବବଲୁ ଚଢ଼େଇ କହିଲା, ରାଣୀ ଚଢ଼େଇ ମୁଁ ଆପଣଙ୍କୁ ବାହା ହେବା ପାଇଁ ଚାହୁଁଛି। ଯଦି ଆପଣ ମୋତେ ବାହା ହେବେ ମୁଁ ଆପଣଙ୍କ ଉପରେ କୌଣସି ବିପଦ ଆସିବାକୁ ଦେବିନି। ରାଣୀ ଚଢ଼େଇ ମୁଁ ବି ଆପଣଙ୍କୁ ବାହା ହେବାକୁ ଚାହୁଁଛି। ଯଦି ଆପଣ ମୋତେ ବାହା ହେବେ ମୁଁ ଆପଣଙ୍କର ଧ୍ୟାନ ରଖିବା ସହ ଆପଣଙ୍କ ରାଜ୍ୟର ସବୁ ଚଢ଼େଇମାନଙ୍କର ଧ୍ୟାନ ରଖିବି। ସେ ଦୁଇ ଜଣଙ୍କ କଥା ଶୁଣି ରାଣୀ ଚଢ଼େଇ ଖୁବ୍ ଖୁସି ହେଇଗଲା। ହେଲେ ସେ ଜାଣିପାରୁନଥିଲା ସେ ଦୁଇ ଚଢ଼େଇଙ୍କ ମଧ୍ୟରୁ ସଚ୍ଚୋଟ ଚଢ଼େଇ କିଏ। ରାଣୀ ଚଢ଼େଇ ଏକ ଉପାୟ ଚିନ୍ତା କରି ପାରାକୁ କହିଲା, ପାରା ତୁ ଗୋଟି କାମ କର, 2ଟି ସୁନା ଟଙ୍କାର ଥଳି ଆଣି ଏ ଦୁଇ ଜଣଙ୍କୁ ଦେ। ଠିକ୍ ଅଛି ରାଣୀ ଚଢ଼େଇ। ପାରା ସେ ଦୁଇ ଜଣଙ୍କୁ 2ଟି ସୁନା ଟଙ୍କାର ଥଳି ଦେଲା। ତମେ ଦୁଇ ଜଣ ଗୋଟି କାମ କର, ଏ ଜଙ୍ଗଲ ପାଖରେ ଗୋଟି ହୀରା ହାରର ଦୋକାନ ଅଛି। ଏ ଟଙ୍କାର ଥଳି ନେଇ ମୋ ପାଇଁ ଗୋଟି ହୀରାର ହାର ଆଣିବ ଯାଅ। ଯିଏ ବି ମୋ ପାଇଁ ପ୍ରଥମେ ହୀରାର ହାର ଆଣିବ ମୁଁ ତାକୁ ହିଁ ବାହା ହେବି। ଏମିତି ଶୁଣି ଦୁଇ ଚଢ଼େଇ ସୁନା ଟଙ୍କାର ଥଳି ଧରି ସେଠାରୁ ଚାଲିଗଲେ। ଜଙ୍ଗଲ ପାଖରେ ଗୋଟି ହୀରା ହାରର ଦୋକାନ ଥିଲା। ହେଲେ ସେ ଦୋକାନରେ ନକଲି ହୀରାହାର ମିଳୁଥିଲା। ଏକଥା ରାଣୀ ଚଢ଼େଇ ଜାଣିଥିଲା। ହେଲେ ସେ ଦୁଇ ଚଢ଼େଇ ଏ ବିଷୟରେ ଜାଣିନଥିଲେ। ବବଲୁ ଚଢ଼େଇ ହୀରା ହାରର ଦୋକାନ ପାଖକୁ ଯାଇ କହିଲା, ମୋତେ ଗୋଟେ ଭଲ ଆଉ ଅସଲି ହୀରାର ହାର ଦିଅନ୍ତୁ। ଦେଖନ୍ତୁ ଏଠି ନକଲି ହୀରାର ହାର ମିଳେ। ଆପଣ ବୋଧେ ଏକଥା ଜାଣିନାହାନ୍ତି। ଆପଣ ଯଦି ଅସଲି ହୀରାର ହାର କିଣିବାକୁ ଚାହୁଁଛନ୍ତି ଏଠାରୁ ବହୁତ ଦୂରରେ ଗୋଟେ ଦୋକାନ ଅଛି, ସେଠି ଅସଲି ହୀରାର ହାର ମିଳେ। ଆରେ ମୋତେ ତ ବହୁତ ଦୂରକୁ ଯିବାକୁ ହେବ। ରାଣୀ ଚଢ଼େଇକୁ ମୁଁ ମିଛ କହିପାରିବିନି। ନା ମୁଁ ଏ ନକଲି ହାରକୁ ନେବିନି। ଯାଏ ଅସଲି ହୀରାର ହାର ଆଣିବି। ବବଲୁ ଚଢ଼େଇ ବହୁତ ସଚ୍ଚୋଟ ଥିଲା। ସେ ଅସଲି ହୀରାର ହାର କିଣିବାକୁ ଜଙ୍ଗଲ ସେପାରିକୁ ଚାଲିଗଲା। କିଛି ସମୟ ପରେ ରାଜୁ ଚଢ଼େଇ ବି ସେ ନକଲି ହୀରାର ହାର ଦୋକାନକୁ ଗଲା। ମୋତେ ଶୀଘ୍ର ଗୋଟେ ଅସଲି ହୀରାର ହାର ଦିଅ। ଆପଣ କ'ଣ ଜାଣିନାହାନ୍ତି ଏଠି ନକଲି ହୀରାର ହାର ମିଳେ। ଅସଲି ହୀରାର ହାର ଯଦି କିଣିବାକୁ ଚାହୁଁଛନ୍ତି ଏଠାରୁ ବହୁତ ଦୂରରେ ଗୋଟେ ଦୋକାନ ଅଛି, ସେଠାକୁ ଯାଆନ୍ତୁ। ସେଠି ଆପଣ ଅସଲି ହୀରାର ହାର ପାଇଯିବେ। କ'ଣ ହେଲା? ମୋତେ ଏତେ ଦୂରକୁ ଯିବାକୁ ହବ? ସେମିତି ହେଲେ ତ ବବଲୁ ଚଢ଼େଇ ମୋଠୁ ପ୍ରଥମେ ରାଣୀ ପାଖରେ ପହଞ୍ଚିଯିବ। ନା ମୁଁ ଏ ନକଲି ହୀରାର ହାରକୁ ନେଇଯାଏ। ଏମିତି ଚିନ୍ତା କରି ରାଜୁ ଚଢ଼େଇ ସେ ନକଲି ହୀରାର ହାରକୁ ନେଇ ରାଣୀ ପାଖକୁ ଗଲା। ରାଣୀ ଚଢ଼େଇ ଦେଖନ୍ତୁ, ମୁଁ ପ୍ରଥମେ ଆପଣଙ୍କ ପାଇଁ ହୀରାର ହାର ଆଣିଦେଲି। ଏବେ ଆପଣ ଶୀଘ୍ର ଆମ ବାହାଘରର ବ୍ୟବସ୍ଥା କରନ୍ତୁ। ରାଣୀ ଚଢ଼େଇ ସେ ବବଲୁ ଚଢ଼େଇ ଏଯାଏଁ ଆସିଲାନି। ମୋତେ ତ ଲାଗୁଛି ସେ ଆପଣଙ୍କର ସୁନା ଟଙ୍କା ନେଇ ପଳେଇଲା। ସେ ଆଉ ଆସିବନି। ହଁ ତୁ ଠିକ୍ କହିଛୁ, ମୋତେ ବି ଠିକ୍ ସେମିତି ଲାଗୁଛି। ଠିକ୍ ସେହି ସମୟରେ ବବଲୁ ଚଢ଼େଇ ଗୋଟେ ଅସଲି ହୀରାର ହାର ଧରି ସେଠାରେ ପହଞ୍ଚିଲା। ରାଣୀ ଚଢ଼େଇ ମୁଁ ଆପଣଙ୍କ ପାଇଁ ଅସଲି ହୀରାର ହାର ଆଣିଦେଇଛି। ଆରେ ବବଲୁ, ମୁଁ ପ୍ରଥମେ ରାଣୀ ଚଢ଼େଇ ପାଇଁ ହୀରାର ହାର ଆଣିଛି। ସେ ମୋତେ ବାହା ହେବେ। ତୁ ଏଠାରୁ ପଳା। ତାପରେ ରାଣୀ ଚଢ଼େଇ ଆଉ ଏକ ଚଢ଼େଇକୁ ଡାକିଲେ। ସେ ଚଢ଼େଇ ଅସଲି ଆଉ ନକଲି ହୀରାକୁ ଚିହ୍ନି ପାରୁଥିଲା। ଆପଣ ଏ ଦୁଇ ହାରକୁ ଦେଖନ୍ତୁ। ଏ ହାର ଦୁଇଟି ଅସଲି କି ନକଲି ମୋତେ କୁହନ୍ତୁ। ଆଜ୍ଞା ରାଣୀ ଚଢ଼େଇ, ମୁଁ ଏବେ ହିଁ ଏ ଦୁଇ ହାରକୁ ଦେଖୁଛି। ଏ ଦୁଇ ହାର ସବୁ ଅସଲି କି ନକଲି ମୁଁ ଆପଣଙ୍କୁ କହିଦେବି। ତାପରେ ସେ ଚଢ଼େଇ ଭଲ ଭାବରେ ସେ ଦୁଇ ହୀରାର ହାରକୁ ଦେଖିଲା ଆଉ କହିଲା, ରାଣୀ ଚଢ଼େଇ ଏ ଦୁଇ ହାର ଭିତରୁ ବବଲୁ ଚଢ଼େଇ ଆଣିଥିବା ହୀରାର ହାର ପୁରାପୁରି ଅସଲି, ଆଉ ରାଜୁ ଚଢ଼େଇ ଆଣିଥିବା ହୀରାର ହାର ପୁରାପୁରି ନକଲି। ରାଣୀ ଚଢ଼େଇ ସଚ୍ଚୋଟ ଚଢ଼େଇ କିଏ ଜାଣିପାରିଲା। ରାଜୁ ଚଢ଼େଇ, ମୁଁ ଜଣେ ସଚ୍ଚୋଟ ଚଢ଼େଇକୁ ବାହା ହେବାକୁ ଚାହୁଁଥିଲି। ତୁମ ଭଳି ମିଛ କହୁଥିବା ଚଢ଼େଇକୁ ନୁହଁ। ଶୀଘ୍ର ଏଠାରୁ ଚାଲିଯାଅ। ମୁଁ ବବଲୁ ଚଢ଼େଇକୁ ବାହା ହେବି।
ରାଜୁ ଚଢ଼େଇର ମୁଣ୍ଡ ଲାଜରେ ନଇଁଗଲା। ସେ ତୁରନ୍ତ ସେଠାରୁ ଚାଲିଗଲା। ବବଲୁ ଚଢ଼େଇର ସଚୋଟ ଗୁଣ ଦେଖି ରାଣୀ ଚଢ଼େଇ ବହୁତ ଖୁସି ହେଇଗଲା। ପରଦିନ ବବଲୁ ଚଢ଼େଇ ଆଉ ରାଣୀ ଚଢ଼େଇର ବାହାଘର ହେଇଗଲା। ଏମିତି ବବଲୁ ଚଢ଼େଇ ସେ ଜଙ୍ଗଲର ରାଜା ହେଇଗଲା। ଗୋଟିଏ ଜଙ୍ଗଲରେ ଏକ କାଉ ଆଉ ଏକ ଚଢ଼େଇ ସାଙ୍ଗ ହେଇ ରହୁଥିଲେ। ଚଢ଼େଇଟି ବହୁତ ସରଳ ଆଉ ନିରୀହ ଥିଲା, ହେଲେ କାଉଟି ଥିଲା ବହୁତ ଦୁଷ୍ଟ। ସେ ଚଢ଼େଇକୁ ଖାଇବା ପାଇଁ ହିଁ ତା ସହ ସାଙ୍ଗ ହେଇଥିଲା। ସେ ସବୁବେଳେ ଚଢ଼େଇକୁ ଖାଇବା ପାଇଁ ସୁଯୋଗ ଖୋଜୁଥିଲା। ଦିନେ ଚଢ଼େଇ ଆଉ କାଉ ଗୋଟେ ଗଛରେ ବସି କଥା ହେଉଥିଲେ। ସେହି ପାଖରେ ଗୋଟେ ଘର ଥିଲା। ଘର ବାହାରେ କିଛି ଧାନ ଆଉ କିଛି ଲଙ୍କା ଶୁଖାଯାଇଥିଲା। ଏସବୁ ଦେଖି କାଉ ଚଢ଼େଇକୁ କହିଲା, ଆଚ୍ଛା ସାଙ୍ଗ, କହିଲୁ ତୁ ଯଦି ଧାନ ଆଉ ମୁଁ ଯଦି ଲଙ୍କା ଖାଇବି, କିଏ ପ୍ରଥମେ ଖାଇସାରିବ? ଯଦି ତୁ ଖାଇବା କଥା କହୁଛୁ, ତେବେ ମୁଁ ପ୍ରଥମେ ଧାନ ଖାଇ ସାରିଦେବି। ନା ନା, ମୁଁ ପ୍ରଥମେ ଲଙ୍କା ଖାଇ ସାରିଦେବି। ନା, ମୁଁ ପ୍ରଥମେ ଧାନ ଖାଇ ସାରିଦେବି। ଆଚ୍ଛା ଠିକ୍ ଅଛି, ତେବେ ଚାଲ ଦେଖିବା କିଏ ପ୍ରଥମେ ଖାଇସାରୁଛି। ହେଲେ ଯିଏ ପ୍ରଥମ ହେବ ତାକୁ କ'ଣ ମିଳିବ? ତୁ କହ, ତାକୁ କ'ଣ ମିଳିବ? କାଉ ତ ଏଇ ସୁଯୋଗକୁ ହିଁ ଅପେକ୍ଷା କରିଥିଲା। ସେ ତୁରନ୍ତ କହିଲା, ଯିଏ ପ୍ରଥମ ହେବ ସିଏ ଆର ଜଣଙ୍କର ମାଂସ ଖାଇବ। ଚଢ଼େଇଟି ଏକଥାରେ ରାଜି ହେଇଗଲା। ଆଉ ତାପରେ ଚଢ଼େଇ ଆଉ କାଉ ଖାଇବାରେ ଲାଗି ପଡ଼ିଲେ। ଚଢ଼େଇ ତା ଟିକି ଥଣ୍ଟରେ ଗୋଟି ଗୋଟି ଦାନା ଖାଉଥିବା ବେଳେ କାଉ ତା ବଡ଼ ଥଣ୍ଟରେ ବହୁତ ଗୁଡ଼ିଏ ଲଙ୍କା ଏକା ସାଙ୍ଗରେ ଖାଇ କିଛି ସମୟରେ ହିଁ ଶେଷ କରିଦେଲା। କିରେ ଚଢ଼େଇ, ଏବେ କ'ଣ? ମୁଁ ତ ପ୍ରଥମେ ଖାଇ ସାରିଦେଲି। ଏବେ ମୁଁ ତୋର ମାଂସ ଖାଇବି। ଠିକ୍ ଅଛି, ତୁ ଯଦି ସାଙ୍ଗ ହେଇ ମୋ ମାଂସ ଖାଇବାକୁ ଚାହୁଁଛୁ, ମୁଁ ମନା କରିବିନି। ହେଲେ ତୁ ପ୍ରଥମେ ତୋ ଥଣ୍ଟ ଆଉ ତୋ ମୁହଁକୁ ଭଲରେ ଧୋଇବୁ ଯା। ତୁ ସବୁବେଳେ ଅପରିଷ୍କାର ଜିନିଷ ଖାଉ। ଠିକ୍ ଅଛି, ମୁଁ ଏବେ ମୋ ମୁହଁ ଆଉ ଥଣ୍ଟକୁ ଭଲରେ ଧୋଇକି ଆସୁଛି। ତାପରେ କାଉ ଗଲା ପୋଖରୀ ପାଖକୁ। ସେ ଯେମିତି ପୋଖରୀରେ ମୁହଁ ଧୋଇବାକୁ ଚେଷ୍ଟା କଲା, ହଠାତ୍ ପୋଖରୀଟି ପାଟି କଲା, ଆରେ ର, ତୁ ଏଠି କ'ଣ କରୁଛୁ? ମୁଁ ଚଢ଼େଇ ମାଂସ ଖାଇବି, ସେଥିପାଇଁ ମୁଁ ମୋ ମୁହଁକୁ ଭଲରେ ଧୋଇବାକୁ ଆସିଛି। ତ ଅପରିଷ୍କାର ମୁହଁକୁ ଧୋଇଲେ ମୋ ସବୁ ପାଣି ଅପରିଷ୍କାର ହେଇଯିବ। ତୁ ଗୋଟେ କାମ କର, ଆଗ ଗୋଟେ କଳସ ନେଇ ଆ। ସେଥିରେ କିଛି ପାଣି ନେଇ ତୁ ଆରାମରେ ତୋ ମୁହଁ ଧୋଇପାରିବୁ। ଠିକ୍ ଅଛି, ମୁଁ ଗୋଟେ କଳସ ନେଇ ଆସୁଛି। ଯାଏ କୁମ୍ଭାର ପାଖକୁ। କୁମ୍ଭାର କୁମ୍ଭାର, ମୋତେ ଦେ ଗୋଟେ କଳସ। ଭରିବି ପାଣି, ଧୋଇବି ମୁହଁ, ଦବେଇ ଖାଇବି ଚଢ଼େଇ ମାଂସ। ତତେ ଦେବା ପାଇଁ ଏବେ ମୋ ପାଖରେ କଳସ ନାହିଁ। ତୁ ଗୋଟେ କାମ କର, ତୁ କିଛି ମାଟି ନେଇ ଆ, ମୁଁ ତୋ ପାଇଁ ଗୋଟେ କଳସ ଗଢ଼ିଦେବି। ଠିକ୍ ଅଛି, ମୁଁ କିଛି ମାଟି ନେଇ ଆସୁଛି। ମାଟି ମାଟି, ଦେ ମୋତେ କିଛି ମାଟି। ଗଢ଼ିବି କଳସ, ଭରିବି ପାଣି, ଧୋଇବି ମୁହଁ, ଦବେଇ ଖାଇବି ଚଢ଼େଇ ମାଂସ। ଠିକ୍ ଅଛି, ମାଟି ନେଇଯା। ହେଲେ ତୁ ମାଟି ଖୋଳିବୁ କେମିତି? ଯା, ମଇଁଷିର ଶିଙ୍ଘ ଆଣି ମାଟି ଖୋଳିବୁ। ମଇଁଷି ମଇଁଷି, ଦେ ତ ଶିଙ୍ଘ। ଖୋଳିବି ମାଟି, ଗଢ଼ିବି କଳସ, ଭରିବି ପାଣି, ଧୋଇବି ମୁହଁ, ଦବେଇ ଖାଇବି ଚଢ଼େଇ ମାଂସ। କାଉର ଏପରି କଥା ଶୁଣି ମଇଁଷି ବହୁତ ରାଗିଗଲା। ସେ କାଉକୁ ମାରିବା ପାଇଁ ଗୋଡ଼େଇଲା। କାଉଟି ଉଡ଼ି ସେଠାରୁ ପଳେଇଲା। ଆଉ ତାପରେ ସେ ଗୋଟେ କୁକୁର ପାଖକୁ ଗଲା। କୁକୁର କୁକୁର, ଚାଲ ମାର ମଇଁଷିକୁ। ନେବି ଶିଙ୍ଘ, ଖୋଳିବି ମାଟି, ଗଢ଼ିବି କଳସ, ଭରିବି ପାଣି, ଧୋଇବି ମୁହଁ, ଦବେଇ ଖାଇବି ଚଢ଼େଇ ମାଂସ। ଠିକ୍ ଅଛି, ମୋତେ ଆଗ କ୍ଷୀର ଆଣିଦେ, ମୁଁ ପିଇବି। ଆଉ ମୋର ଶକ୍ତି ହେଲେ ମୁଁ ମଇଁଷିକୁ ମାରିବି। ଗାଈ ଗାଈ, ଦେ ମୋତେ ତ କ୍ଷୀର। ପିଇବ କୁକୁର, ପାଇବ ଶକ୍ତି, ମାରିବ ମଇଁଷିକୁ। ନେବି ଶିଙ୍ଘ, ଖୋଳିବି ମାଟି, ଗଢ଼ିବି କଳସ, ଭରିବି ପାଣି, ଧୋଇବି ମୁହଁ, ଦବେଇ ଖାଇବି ଚଢ଼େଇ ମାଂସ। ଠିକ୍ ଅଛି, ମୁଁ ତତେ କ୍ଷୀର ଦେବି। ଆଗ ମୋତେ ଖାଇବାକୁ କିଛି କଅଁଳିଆ ଘାସ ଆଣିଦେ।
ବିଲ ବିଲ ଦେ କିଛି ଘାସ, ଖାଇଲେ ଗାଈ ଦେବ କ୍ଷୀର, ପିଇବ କୁକୁର ପାଇବ ଶକ୍ତି, ମାରିବ ମଇଁଷିକୁ ନେବି ସିଂହ ଖୋଳିବି ମାଟି, ଗଢ଼ିବି କଳସ ଭରିବି ପାଣି, ଧୋଇବି ମୁହଁ ଦବେଇ ଖାଇବି ଚଢ଼େଇ ମାଂସ। ଠିକ୍ ଅଛି, ଏଠି ଏତେ ଘାସ ଅଛି, ତୋର ଯେତେ ଇଚ୍ଛା କାଟିକି ନେଇଯା। ହେଲେ ମୁଁ ଘାସ କାଟିବି କେମିତି? ମୁଁ ତ କିଛି ଆଣିନି। ତୁ ଯା ନହରା ପାଖକୁ, ତାଠୁ ଗୋଟେ ଧାରୁଆ ଦା ଆଣି ଘାସ କାଟିବୁ। ନହରା ନହରା ଦେ ମୋତେ ଗୋଟେ ଦା, କାଟିବି ଘାସ ଖାଇବ ଗାଈ, ଦେବ କ୍ଷୀର, ପିଇବ କୁକୁର ପାଇବ ଶକ୍ତି, ମାରିବ ମଇଁଷିକୁ ନେବି ସିଂହ ଖୋଳିବି ମାଟି, ଗଢ଼ିବି କଳସ ଭରିବି ପାଣି, ଧୋଇବି ମୁହଁ ଦବେଇ ଖାଇବି ଚଢ଼େଇ ମାଂସ। ଏବେ ମୋ ପାଖରେ ନିଆଁ ନାହିଁ, ଯା ପାଖ ଘରୁ ନିଆଁ ଆଣିବୁ, ମୁଁ ଦାକୁ ଧାର କରିଦେବି, ତୁ ନେଇଯିବୁ। ଏମିତି ଶୁଣି କାଉ ପାଖ ପଡ଼ିଶା ଘରକୁ ଗଲା ଆଉ ତାଙ୍କୁ କିଛି ନିଆଁ ମାଗିଲା। ତୁ ନିଆଁ କେମିତି ନେବୁ? ନିଆଁ ନେବା ପାଇଁ ତୁ କ'ଣ ଆଣିଛୁ? ମୂର୍ଖ କାଉ ସେତେବେଳେ କହିଲା, ମୁଁ ମୋ ପର ଦେଖାଉଛି, ଏଥିରେ ନିଆଁ ଦେଇଦିଅ, ମୁଁ ନେଇଯିବି। ସେ ସ୍ତ୍ରୀ ଲୋକଟି କାଉ ପରରେ ନିଆଁ ଲଗେଇଦେଲା। ଦେଖୁ ଦେଖୁ କାଉର ପୁରା ଶରୀର ନିଆଁରେ ଜଳିଗଲା। କାଉ ନିଆଁରେ ଜଳି ମରିଗଲା। ଚଢ଼େଇ ମାଂସ ଖାଇବାର ସ୍ୱପ୍ନ ତାର ଅଧାରେ ରହିଗଲା। ଅନେକ ଦିନ ତଳେ ଭୀମପୁର ନାମରେ ଗୋଟିଏ ଗ୍ରାମ ଥିଲା। ଗାଁର ଶେଷ ମୁଣ୍ଡରେ ଗୋଟିଏ ବୁଢ଼ା ବରଗଛ ଥିଲା। ସେ ବରଗଛରେ ଗୋଟିଏ ଭୂତ ରହୁଥିଲା। ଗାଁକୁ ଯିବା ପାଇଁ କେବଳ ଗୋଟିଏ ହିଁ ରାସ୍ତା ଥିଲା, ଆଉ ସେ ରାସ୍ତା ଭୂତ ରହୁଥିବା ବରଗଛ ପାଖ ଦେଇ ଯାଇଥିଲା। ଏମିତି ତ ଭୂତ ଲୋକମାନଙ୍କୁ ହଇରାଣ କରୁନଥିଲା, କିନ୍ତୁ ଯିଏ ବି ମାଛ ଧରି ସେ ରାସ୍ତାରେ ଯାଉଥିଲା ଭୂତ ତାକୁ ଛାଡ଼ୁନଥିଲା। ଭୂତ ସେ ଲୋକ ପାଖରୁ ତାର ସବୁ ମାଛ ନେଇ ଗଛ ଉପରକୁ ଚାଲି ଯାଉଥିଲା ଆଉ ପେଟ ପୂରା ମାଛ ଖାଉଥିଲା। ସେ ଭୂତକୁ ମାଛ ଖାଇବା ପାଇଁ ବହୁତ ଭଲ ଲାଗୁଥିଲା। ଯିଏ ଯେତେ ଲୁଚେଇ ମାଛ ନେଲେ ମଧ୍ୟ ଭୂତ ମାଛର ଗନ୍ଧ ଜାଣିପାରୁଥିଲା ଆଉ ତାଙ୍କର ସବୁ ମାଛ ଛଡ଼େଇ ନେଇଯାଉଥିଲା। ସେ ମାଛଖିଆ ଭୂତ କାରଣରୁ ଗାଁ ଲୋକେ ବହୁତ ବର୍ଷରୁ ମାଛ ଖାଇପାରୁନଥିଲେ। ସେଠାରୁ କିଛି ଦୂରରେ ଆଉ ଗୋଟେ ଗାଁ ଥିଲା। ସେ ଗାଁରେ ରାମୁ ନାମକ ଏକ ବ୍ୟକ୍ତି ରହୁଥିଲା। ରାମୁ ଭଉଣୀର ବାହାଘର ଭୀମପୁର ଗାଁରେ ହେଇଥିଲା। ଦିନେ ରାମୁ ପ୍ରଥମ ଥର ପାଇଁ ତା ଭଉଣୀ ଘରକୁ ଯାଉଥିଲା। ସେ ସାଙ୍ଗରେ କିଛି ମାଛ ଧରିଥିଲା। ରାମୁ ସେ ମାଛଖିଆ ଭୂତ ବିଷୟରେ କିଛି ବି ଜାଣିନଥିଲା। ସେ ସେଇ ବରଗଛ ରାସ୍ତା ଦେଇ ଗାଁକୁ ଯାଉଥିଲା। ଭୂତ ସେତେବେଳେ ଶୋଇଥିଲା। ମାଛ ବାସ୍ନାରେ ଭୂତର ନିଦ ଭାଙ୍ଗିଗଲା। ସେ ରାମୁ ସାମ୍ନାରେ ଆସି ଛିଡ଼ା ହେଇଗଲା। ରାମୁ ଭୂତକୁ ଦେଖି ଖୁବ୍ ଡରିଗଲା। ଭୂତ ରାମୁର ସବୁ ମାଛ ଛଡ଼େଇ ନେଇ ଗଛ ଉପରକୁ ଚାଲିଗଲା। ରାମୁ ବି ଭୟରେ ଦୌଡ଼ିକି ଗାଁ ଭିତରକୁ ଚାଲିଗଲା। ସେ ତା ଭଉଣୀ ଘରେ ପହଞ୍ଚିବା ପରେ ସେମାନଙ୍କୁ ସବୁ ଘଟଣା ଜଣେଇଲା। ସେ ମାଛଖିଆ ଭୂତ କାହାର କିଛି କ୍ଷତି କରିନାହିଁ ସତ, କିନ୍ତୁ ତା ପାଇଁ ଆମ ଗାଁରେ କେହି ବି ମାଛ ଖାଇପାରୁନାହାନ୍ତି। ଏମିତି ଶୁଣି ରାମୁ ସେ ମାଛଖିଆ ଭୂତକୁ ପାନେ ଦେବା ପାଇଁ ଚିନ୍ତା କଲା। ପରଦିନ ସେ ଗୋଟେ କୁମ୍ଭାର ପାଖକୁ ଗଲା ଆଉ ତାକୁ ଗୋଟେ ମାଟିର ମାଛ ତିଆରି କରିବା ପାଇଁ କହିଲା। କୁମ୍ଭାର ମଧ୍ୟ ଏକ ମାଟିର ମାଛ ତିଆରି କରି ସେଥିରେ ରଙ୍ଗ ଲଗେଇଦେଲା। ସେ ମାଛଟି ସତ ସତିକା ମାଛ ପରି ଦେଖାଯାଉଥିଲା। ରାମୁ ସେ ମାଛକୁ ଧରି ବରଗଛ ପାଖକୁ ଗଲା। ଭୂତ ଦେଖିଲା ରାମୁ ହାତରେ ଗୋଟେ ମାଛ ଅଛି। ସେ ଶୀଘ୍ର ଗଛରୁ ତଳକୁ ଆସିଲା। ରାମୁ ଭୂତକୁ ଦେଖି ଭୟରେ ମାଛକୁ ସେଠାରେ ଛାଡ଼ି ଦୌଡ଼ିକି ଚାଲିଗଲା। ଭୂତ ବି ସେ ମାଛକୁ ଭଲ ଭାବରେ ନ ଦେଖି ଗଛ ଉପରକୁ ଚାଲିଗଲା। ଭୂତ ଯେମିତି ମାଛକୁ କାମୁଡ଼ିଲା ତାର ଆଗ ଦାନ୍ତ ଦୁଇଟି ଭାଙ୍ଗିଗଲା। ଭୂତ ଜୋରରେ ଚିତ୍କାର କରି ମାଛକୁ ତଳକୁ ଫିଙ୍ଗିଦେଲା। ଭୂତ ଜାଣିଗଲା ଯେ ସେଇଟା ସତ ମାଛ ନୁହଁ, ସେଇଟା ଗୋଟେ ମାଟିର ମାଛ। ସେପଟେ ରାମୁ ଭାବିଥିଲା ସେ ଏପରି କରିବା ଦ୍ୱାରା ଭୂତ ଗାଁ ଛାଡ଼ି ଚାଲିଯିବ। ଏକଥା ଜାଣିବା ପାଇଁ ଦିନେ ରାମୁ ସେହି ବରଗଛ ପାଖକୁ ଆସିଲା। ଭୂତ ତ ରାମୁକୁ ହିଁ ଜଗିଥିଲା। ଯେମିତି ରାମୁ ଗଛ ପାଖରେ ପହଞ୍ଚିଲା, ଭୂତ ତଳକୁ ଆସି ତା ତଣ୍ଟି ଚିପିବାକୁ ଲାଗିଲା। ତୋର ଏତେ ସାହସ,
ତୁ ମୋତେ ମାଟିର ମାଛ ଖାଇବାକୁ ଦେଲୁ, ଆଜି ମୁଁ ତତେ ଛାଡ଼ିବିନି। ମୁଁ ତତେ ଆଜି ଜୀବନରୁ ମାରିଦେବି। ଆରେ ଆରେ ଭୂତ ଆଜ୍ଞା ଟିକେ ରୁହନ୍ତୁ। ମୁଁ ତ ସେ ମାଛ ଖେଳନା ମୋ ଭଣଜା ଖେଳିବ ବୋଲି ନେଉଥିଲି। ମୁଁ କ'ଣ ଜାଣିଥିଲି ତୁମେ ସେ ମାଛ ଦେଖି ଖାଇବାକୁ ଦୌଡ଼ି ଆସିବ। ମୁଁ କିଛି ଜାଣିନି। ତୁ ମୋ ଦାନ୍ତ ଭାଙ୍ଗିଲୁ ମାନେ ମୁଁ ତତେ ଆଜି ଛାଡ଼ିବିନି। ମୋତେ ମାରନି, ମୋ କଥା ଟିକେ ଶୁଣ। ମୁଁ କାଲିଠୁ ପ୍ରତିଦିନ ତାଜା ମାଛ ଆଣି ତୁମକୁ ଖାଇବାକୁ ଦେବି। ରାମୁର କଥା ଶୁଣି ଭୂତ ତାକୁ ଛାଡ଼ିଦେଲା। ଆଉ କିଛି ଚିନ୍ତା କଲା। କ'ଣ ଭାବୁଛନ୍ତି ମୁଁ ମିଛ କହୁନି? ଏମିତି ବି ଏ ରାସ୍ତାରେ ମାଛ ଧରି ଆଉ କେହି ବି ଯିବା ଆସିବା କରୁନାହାନ୍ତି। ଠିକ୍ ଅଛି, ମୁଁ ଆଜି ତତେ ଛାଡ଼ି ଦେଉଛି। ତୁ ସବୁଦିନ ମୋ ପାଇଁ ମାଛ ଆଣିବୁ, ନହେଲେ ମୋ ହାତରେ ମରିବୁ। ରାମୁ ମଧ୍ୟ ରାଜି ହେଇ ତା ଘରକୁ ଚାଲିଗଲା। ପରଦିନ ରାମୁ ମାଠିଆରେ କିଛି ମାଛ ଧରି ସେ ବରଗଛ ପାଖକୁ ଗଲା ଆଉ ଭୂତକୁ ଡାକିଲା। ଭୂତ ତଳକୁ ଆସି ମାଛ ଖାଇବା ପାଇଁ ଯେମିତି ତା ହାତ ସେ ମାଠିଆରେ ଭର୍ତ୍ତି କଲା, ହଠାତ୍ ଗୋଟି କଙ୍କଡ଼ା ଭୂତର ହାତକୁ କାମୁଡ଼ି ଦେଲା। ମୋ ହାତ! କ'ଣ ଆଣିଛୁ ଏ ମାଠିଆରେ? ମୁଁ କହିଥିଲି ନା ମୁଁ ତାଜା ମାଛ ଆଣିବି। ଏ ମାଠିଆର ସବୁ ମାଛ ବଞ୍ଚିଛନ୍ତି। ସେମାନେ ତୁମ ହାତକୁ କାମୁଡ଼ି ଦେଇଥିବେ। ଆଗ ମାଠିଆ ଭିତରକୁ ଯାଇ ସବୁ ମାଛକୁ ମାର, ତାପରେ ଗୋଟି ଗୋଟି କରି ସବୁ ଖାଇବ। ଭୂତ ବି ରାମୁର କଥା ମାନି ଛୋଟ ହେଇ ମାଠିଆ ଭିତରକୁ ଚାଲିଗଲା। ଯେମିତି ଭୂତ ମାଠିଆ ଭିତରକୁ ପଶିଲା, ରାମୁ ମାଠିଆର ମୁହଁକୁ ବନ୍ଦ କରିଦେଲା। ପ୍ରକୃତରେ ରାମୁ ସେ ମାଠିଆରେ ବହୁତ ଗୁଡ଼ିଏ କଙ୍କଡ଼ା ବିଛା ଆଣିଥିଲା। ବିଛାମାନେ ଭୂତକୁ କାମୁଡ଼ିବାକୁ ଲାଗିଲେ। ଭୂତ ମାଠିଆ ଭିତରୁ ବାହାରିବାକୁ ଚେଷ୍ଟା କଲା, ହେଲେ ପାରିଲାନି। ରାମୁ ସେ ମାଠିଆକୁ ନେଇ ନଦୀରେ ଭସେଇ ଦେଲା। ଗାଁ ଲୋକେ ଯେତେବେଳେ ଏସବୁ କଥା ଜାଣିଲେ, ସେମାନେ ଖୁବ୍ ଖୁସି ହେଇଗଲେ ଆଉ ରାମୁର ବାହାଦୁରୀ ପାଇଁ ତାର ଖୁବ୍ ପ୍ରଶଂସା କଲେ। ଗାଁ ଲୋକେ ମାଛ ଭାତର ଏକ ବଡ଼ ଭୋଜି ଆୟୋଜନ କଲେ ଆଉ ମନ ଭରି ମାଛ ଭାତ ଖାଇଲେ।